ଆପଣ ତ ଏଇଠି ଦେଖିପାରୁଥିବେ କି ପଞ୍ଚମ ଶ୍ରେଣୀର ଇଂଲିଶ ବହିରେ ବି ରଜଦୋଳି ଗୀତ ଦିଆହେଇଛି। ଏଇଟା ତ ସାହିତ୍ୟ ବହିରେ ରହିବା କଥା ଥିଲା, କିନ୍ତୁ ଆମେ ଯେତେବେଳେ ସାର୍ଙ୍କୁ ପଚାରୁଛୁ ସାର୍ ବି ନିଜେ ଜାଣିପାରୁନାହାନ୍ତି କି ଆମେ ବି ଜାଣିପାରୁନୁ କି ଇଂଲିଶ ବହିରେ ଆମେ ଓଡ଼ିଆ କେମିତି ପଢ଼ିବୁ। ତ ସେଥିପାଇଁ ସାର୍ କହୁଛନ୍ତି ହଉ ଯାହା ଦିଆଯାଇଛି ବହିରେ ଆପଣମାନେ ସେୟା ହିଁ ପଢ଼ନ୍ତୁ। ସୁରେଶ ସାର୍ କହୁଥିଲେ ଆଜ୍ଞା। आज्ञा प्रणाम कहूची। हाँ सर नमस्कार सर मु कैलाश पत्र कहूଥିଲି ଆଜ୍ଞା। सर प्रणाम प्रणाम सर कहନ୍ତୁ। ବହି ଯୋଉ ବାହାରିଛି ସାର୍ ଆପଣ ଆଜ୍ଞା। ଦେଖିବେ ସାର୍ ବହିରେ କୋଟି କୋଟି ଟଙ୍କା ସାର୍ ଖର୍ଚ୍ଚ ହେଇଛି ଭାବୁଛି ବହିରେ ଭୁଲ ଭାଲ ବାହାରୁଛି ସାର୍ ସାର୍ ଆଜ୍ଞା। ଆ ପ୍ରତି ସାର୍ ଗୋଟେ ଦେଖନ୍ତୁ ନିରୀହ ଲୋକଙ୍କର ଜନସାଧାରଣଙ୍କର ପଇସା ସାର୍ ଏଇସବୁ ଜିନିଷ ସବୁ ସାର୍ ହେଲା ସାର୍ ବର୍ତ୍ତମାନ ଆପଣ ଦାୟୀ କିଏ ସାର୍ ଆଇନଗତ ବ୍ୟବସ୍ଥା ଆଜ୍ଞା କଣ ଅଛି ଆ ପ୍ରତି ଆଜ୍ଞା। ନିଶ୍ଚିତ ଭାବରେ ବହୁତ ସୁନ୍ଦର ବାର୍ତ୍ତାଟେ ଦେଇଛନ୍ତି ଯୋଉଟା କି ରାଜ୍ୟରେ ଓଡିଶା ଭଳି ରାଜ୍ୟରେ ବର୍ତ୍ତମାନ ଶିକ୍ଷାକୁ ନେଇକିନା ଯୋଉ ଗୋଟେ ତୁମ୍ବି ତୋଫାନ ଚାଲିଛି ଆପଣଙ୍କ ଅନୁମତିରେ ମୁଁ କହିବା ପାଇଁ ଚାହେଁ ସମଗ୍ର ରାଜ୍ୟବାସୀଙ୍କୁ ଆପଣ ଦେଖନ୍ତୁ ଆହ୍ୱାନ କାଳରୁ ଆମର ଗୀତା ଶାସ୍ତ୍ର ଭାଗବତ ମହାପୁରାଣ ମହାଭାରତ ଯେତେ ପୋଥି ଅଛି ଏତେ ସୁନ୍ଦର ଭାବରେ ଲିଖନ ଅଛି ସେଥିରେ ଗୋଟେ ଅକ୍ଷର କୋଉଠି ଗୋଟେ ଭୁଲ ଭାଲ ନଥିଲା। ଦୀର୍ଘ ଦିନ ଧରି ରାଜ୍ୟରେ 1947 ମସିହା ଠାରୁ ମଧ୍ୟ ରାଜକୋଷରେ ଆମର ଶିକ୍ଷାର ଅନୁଷ୍ଠାନ ଆସିଲା ପରଠୁ ଆପଣ ଦେଖନ୍ତୁ ଚାଟିଶାଳୀ ଠାରୁ ଆରମ୍ଭ କରି ଆପଣ ବର୍ଣ୍ଣବୋଧ ଗୋଟେ ବହି ଥିଲା ଆପଣ ପଢିଥିବେ ବର୍ଣ୍ଣବୋଧ ଚାଟିଶାଳୀ ଠୁ ଆରମ୍ଭ କରି ଶିକ୍ଷାର ଯେତେ ଯାହା ବହି ଥିଲା କୌଣସି ପ୍ରକାର ଏସବୁ ବ୍ୟବସ୍ଥା କୋଉଠି ଭୁଲଭାଲ ହୁଏନି। ଦୁଃଖର କଥା ବର୍ତ୍ତମାନ ବିଜେପି ସରକାର ପିରିୟଡରେ ଏମାନେ ଏତେ ଅପାରଗ ଏମାନଙ୍କର ଶିକ୍ଷାଗତ ଏତେ ଅଭାବ ଏମାନଙ୍କର ପାଠ ପଢାର ଏତେ ଅଭାବ ଏମାନେ ନିଜେ ହଉଛନ୍ତି ଗୋଟେ ଗୋଟେ ଗଣ୍ଡ ମୂର୍ଖ ଆଜ୍ଞା ଯେ କି ଅଷ୍ଟମ କ୍ଲାସ ପର୍ଯ୍ୟନ୍ତ 1700 ରୁ ଅଧିକ ଲେଖା 1700 ରୁ ଅଧିକ ଲେଖା ଯୋଉଟା କି ସମ୍ପୂର୍ଣ୍ଣ ରୂପେ ଭୁଲ ଅଛି ଯୋଉଟା କି ଲକ୍ଷାଧିକ ଟଙ୍କା ନାହିଁ କୋଟି କୋଟି ଟଙ୍କା ଆଜ୍ଞା 20 କୋଟି ଟଙ୍କା ଯୋଉଟା କି ରାଜ୍ୟ ସରକାର ପୁରା ପାଣିରେ ଫୋପାଡିଛନ୍ତି। ଏପଟେ ଆଜ୍ଞା 5 ଟଙ୍କିଆ ଖାଦ୍ୟ ନିରୀହ ଗରିବ ଲୋକ ଖାଉଥିଲେ ତାକୁ ବନ୍ଦ କଲେ ଗୋଶାଳାର ଅନୁଦାନ ଥିଲା ବନ୍ଦ କଲେ ଇଆଡେ ମେଡିକାଲ ଖର୍ଚ୍ଚରୁ କାଟିଲେ ଇଆଡେ ଦାଦନ ଶ୍ରମିକ ଖଟିବା ପାଇଁ ଯାଉଛନ୍ତି ତା ପାଇଁ ଯୋଉ ସରକାର ଯୋଜନା କରିଥିଲେ ବିଜେଡି ପିରିୟଡରେ ତାକୁ ବନ୍ଦ କଲେ ସବୁ କ୍ଷେତ୍ରରେ ହଇରାଣ ତାଙ୍କୁ ଏତେ ଅସୁବିଧା କଣ ପଡିଲା ଯେ ରାଜ୍ୟରେ ଯୋଉ ଆମର ଶିକ୍ଷା ବୋର୍ଡ ଅଛି ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ବା ତାର ବହି ପୁସ୍ତକ ଯୋଉ ଲିଖନ କରାଯାଏ ତା ପାଇଁ ସ୍ୱତନ୍ତ୍ର ଗୋଟେ କମିଟି ଥାଏ କମିଟିରେ ଆଗ ପାସ୍ କରେ ସେଥିପାଇଁ 7ଟି କମିଟି ଆଜ୍ଞା ଅଛି ରାଜ୍ୟ ସରକାରଙ୍କର 7ଟି କମିଟିରେ ଅନୁମୋଦନ ହେଲା ପରେ ଫାଇନାଲ କମିଟିରେ ଯୋଉଟା ବହି ପ୍ରିଣ୍ଟ ବାହାରେ ତାକୁ ଅନୁମୋଦନ କରାଯାଏ ଏବଂ ସରକାରୀଙ୍କର ସିଲ୍ ସିଗ୍ନେଚର ପଡିଲା ପରେ ଏଜୁକେସନ ମନ୍ତ୍ରୀଙ୍କର ଏଜୁକେସନ ବିଭାଗର ସମସ୍ତ ବିଭାଗର ଯେତେବେଳେ ଆପ୍ରୁଭାଲ ହୁଏ ତାପରେ ଫାଇନାଲ ପ୍ରିଣ୍ଟ ଯାଏ କାହିଁକି ନା ବହି ହଉଛି ଗୋଟେ ଶିକ୍ଷାନୁଷ୍ଠାନର ପ୍ରତ୍ୟେକ ଛୋଟ ପିଲାଙ୍କ ପାଇଁ ବା ଆପଣଙ୍କର ଅଷ୍ଟମ କ୍ଲାସ ପର୍ଯ୍ୟନ୍ତ ହୁଅନ୍ତୁ ସମସ୍ତଙ୍କ ପାଇଁ ଗୋଟେ ଶିକ୍ଷଣୀୟ ଆଉ ଉଚ୍ଚ ଶିକ୍ଷାର ବ୍ୟବସ୍ଥା ଆପଣ ଜାଣିଥିବେ କ୍ୱେଶ୍ଚିନ୍ ଆନ୍ସରରେ ଗୋଟେ ୱାର୍ଡ ଯଦି ଭୁଲ ହେଲା ଗୋଟେ ପିଲାର ମାର୍କ କଟିଗଲେ ସାରା ଲାଇଫ ପାଇଁ ଗୋଟେ ମାର୍କ କମିଗଲେ ତା ଫ୍ୟୁଚରଟା ନଷ୍ଟ ହେଇଯାଏ। କିନ୍ତୁ ଦୁଃଖର କଥା ରାଜ୍ୟ ସରକାର ଏତେ ମାନେ ଅଗଣ୍ୟ ଆଉ ନଗଣ୍ୟ ମଧ୍ୟ ତାଙ୍କର ଶିକ୍ଷାଗତ ଯୋଗ୍ୟତା ବୋଧେ କିଛି ନାହିଁ ବୋଲି ଯାହା ଭାରତ ବର୍ଷରେ ଲୋକମାନେ କହୁଛନ୍ତି ତାହା ପ୍ରମାଣ କରିଦେଲେ ଓଡିଶା ଇତିହାସ ଗୋଟେ ପ୍ରଥମ କରିଦେଲେ ଯୋଉଟାକି ଶିକ୍ଷା ଅନୁଷ୍ଠାନର ପୁସ୍ତକକୁ ସମ୍ପୂର୍ଣ୍ଣ ରୂପେ ଭୁଲ କରିଛନ୍ତି ଯୋଉଟାକି ଆମର ଛୋଟ ପିଲାମାନଙ୍କର ଏବଂ ସମସ୍ତ ପାଠ ପଢା ପିଲାମାନଙ୍କର ଭବିଷ୍ୟତ ଅନ୍ଧାର କରିବା ସହିତ ଓଡିଶାର ରାଜକୋଷରୁ 20 କୋଟି ଟଙ୍କା ଲସ୍ କରୁଛନ୍ତି। ଏ 20 କୋଟି ଟଙ୍କା ମୁଁ ଆପଣଙ୍କ ମଧ୍ୟରେ କହିବାକୁ ଚାହେଁ ଯେ ଏ ବିଭାଗରେ ଅଛନ୍ତି ଶିକ୍ଷା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଏ ବିଭାଗର ଯେତେ ଜଣ ଅଛନ୍ତି ତାଙ୍କୁ ଚାକିରି ବହିଷ୍କାର କରିବା ତାଙ୍କ ଘର ଦ୍ୱାର ଫଟଫିଟ କରି 20 କୋଟି ଟଙ୍କା ରିକଭରି କରିବା ଦରକାର। ସାର୍ ଆଉ ଗୋଟେ ଜିନିଷ ହଉଛି ସାର୍ ସରକାରକୁ ବଦନାମୀ କରିବା ପାଇଁ କିଛି ଷଡଯନ୍ତ୍ର ସାର୍ ଅଛି କି ସାର୍ ନା ସାର୍ ଆପଣଙ୍କ ମତରେ କଣ କହିବେ ଆଜ୍ଞା? ଆପଣ ମଧ୍ୟରେ କହିବାକୁ ଚାହେଁ ଏମାନେ ହଉଛନ୍ତି ଗୋଲା ଏବଂ ମାଡୁଆ ଯୋଉଟା ମାଡୁଆ ଗୋଟେ ୱାର୍ଡ ଥାଏ ଗ୍ରାମାଞ୍ଚଳରେ ଚାଲେ ସେଇ ଗ୍ରାମାଞ୍ଚଳ ମାଡୁଆ ଅଛନ୍ତି ବିଜେପି ବେଲେ ଆଜ୍ଞା ସରକାର ତାଙ୍କର କମିଟି ଆଙ୍କର ଲେଖନୀ ପଦ୍ଧତି ଆଙ୍କର ଗଭର୍ଣ୍ଣମେଣ୍ଟ ଆପଣଙ୍କର ଯୋଉ ପ୍ରେସ୍ ଆଙ୍କର କମିଟିର ଯୋଉଟା ରହିଛି ନିର୍ଦ୍ଦେଶନାମା ସବୁ ଆଙ୍କର ଆଙ୍କ ଭିତରେ ପୁଣି କିଏ ଯଦି କିଏ ଗୋଟେ ଭୁଲ ପସେଇକିନା କରିଦଉଛି ବା ସରକାର ତାହେଲେ ଏମାନେ ହଉଛନ୍ତି ଅପାରଗ ଆଙ୍କର ନୈତିକତା ନାହିଁ ଆଙ୍କର ଜଗିବାର ନାହିଁ ତାଙ୍କର ଦକ୍ଷତା ଆଜ୍ଞା ରାଜ୍ୟରେ କଣ ସେ ପୁସ୍ତକ ହେଇପାରିନଥାନ୍ତା ବାହାର ଲୋକଙ୍କୁ କଣ୍ଟ୍ରାକ୍ଟର ଦିଆଯାଉଥିଲା ଯୋଉମାନଙ୍କର ନଲେଜ ନାହିଁ ଯୋଉମାନେ ଆପଣଙ୍କର ଗୁଗୁଲ ଡାଉନଲୋଡ କରିକି ବହିକି ପ୍ରିଣ୍ଟ କରୁଥିଲେ ସେଇମାନଙ୍କୁ ଦାୟିତ୍ୱ ଦିଆଯିବ। ଏଇ ସବୁ କଥାକୁ ନେଇକି ଯେତେ ସରକାର କହୁଛନ୍ତି ଯେ କିଏ ଭୁଲ କରିବା ପାଇଁ ଏସବୁ ଆଜ୍ଞା ଆଙ୍କର ଫାଇଲ ହଜି ଯାଉଛି ଆଙ୍କର ପାଠ ପଢାର ଯୋଗ୍ୟତା ସବୁ କ୍ଷେତ୍ରରେ ଯୋଉ ଗୋଟେ ବ୍ୟତିକ୍ରମ କରୁଛନ୍ତି ସେଥିପାଇଁ ନିଜକୁ ନିଜେ ଭୁଲକୁ ଚାପିବା ପାଇଁ କହୁଛନ୍ତି ଆଉ ଗୋଟେ କାହାର ଦୋଷ ଏମାନଙ୍କୁ କେବଳ
ଆଇନ କାଠଗଡାରେ କୋର୍ଟରେ ଠିଆ କରିକି ଆଙ୍କୁ ସାବାଡ କରିବାର ସମୟ ଆସିଛି। ସାର୍ ଆପଣ ଦେଖୁଥିବେ ରାମାୟଣ ହଉ କି ମହାଭାରତ ହଉ ସାର୍ କେତେ କେତେ ମୋଟାରେ ସାର୍ ବହି ବାହାରେ, କେତେ ସୁନ୍ଦର ଲେଖା ବାହାରେ, କେତେ ସୁନ୍ଦର ପେଜ ବାହାରେ ସାର୍। ସାର୍ ସେତେବେଳେ ସାର୍ ସେତେବେଳେ ଏବେକାର ସାର୍ କଣ ଆଜ୍ଞା ରହୁଛି ଆଜ୍ଞା ପାର୍ଥକ୍ୟ ସାର୍? ସେଇ କଥା ମୁଁ ପ୍ରଥମରୁ ଆପଣଙ୍କ ମାଧ୍ୟମରେ କହିବାକୁ ଚାହେଁ ଯେ ଶ୍ରୀରାମଚରିତ ମାନସ, ସୁନ୍ଦରକାଣ୍ଡ, ହନୁମାନ ଚାଳିଶା, ଗୀତା, ଶାସ୍ତ୍ର, ଭାଗବତ, ପୋଥି ପୁରାଣ, ଆପଣ ପଦ୍ମ ପୁରାଣ, ମହାଭାରତ ଦେଖନ୍ତୁ ଏତେ ସୁନ୍ଦର କାବ୍ୟ କବିତା, ସନାତନ ଧର୍ମର ଏତେ ସୁନ୍ଦର ଅଖଣ୍ଡ ବିଦ୍ୟା ପୋଥି ରହିଛି ଯୋଉଟା କି ଆପଣଙ୍କୁ ଆହୁରି ଟିକେ କହିବାକୁ ଚାହେଁ ଆମର ଲେଖନୀ ଆପଣଙ୍କ ତାଳପତ୍ର ମଧ୍ୟ ଲେଖନୀ କରାଯାଉଥିଲା ଯୋଉ ଆପଣ ଜାତକ କହନ୍ତି ସାର୍ କୌଣସି ଜାଗାରେ ଗୋଟେ ୱାର୍ଡ ଗୋଟେ ଅକ୍ଷର ମଧ୍ୟ କୋଉଠି ଭୁଲ ରୁହେନି। କିନ୍ତୁ ଇଏ ଅପାରଗ ସରକାର ଆଙ୍କର ନୈତିକତାର ଏତେ ଅଭାବ, ଏମାନେ କେବଳ ପଇସା ଲୁଟିବା ପାଇଁ ଏକ ଷଡଯନ୍ତ୍ର ଚଲେଇ ରାଜ୍ୟବାସୀଙ୍କୁ ନଷ୍ଟ କରୁଛନ୍ତି ଆଉ ଶିକ୍ଷା ପଦ୍ଧତିକୁ ନଷ୍ଟ ଆଙ୍କ ଶିକ୍ଷାର ବ୍ୟବସ୍ଥା ନଷ୍ଟ କଲେ, ସ୍ୱାସ୍ଥ୍ୟ ନଷ୍ଟ କଲେ, ଗୋବଂଶ ଲୋପ କଲେ, ଏ କରିକି କେବଳ ଲୁଟିକି ରାଜ୍ୟବାସୀ ମରନ୍ତୁ ପଛେ ଏମାନେ ବଞ୍ଚୁଛନ୍ତି। ଏମାନଙ୍କ ପାଇଁ ଆଜି ରାଜ୍ୟର ଶିକ୍ଷା ବ୍ୟବସ୍ଥା ମଧ୍ୟ ବହୁତ ଖରାପ ଆଡକୁ ଗତି କରିଛି। ସାର୍ ଯୋଉ ଆଉ ଥରେ ପିନ୍ କରାଯିବ ସାର୍, ଯୋଉ ଟଙ୍କା ସାର୍ ଖର୍ଚ୍ଚ ଯିବ ଏ ସାର୍ ଜନସାଧାରଣ ମାନ ପଇସା ସାର୍ ଏସବୁ ଜିନିଷ ହଉଛି ଆଜ୍ଞା କିନ୍ତୁ ଠିକ ଆଜ୍ଞା। ବହୁତ ଭଲ କଥାଟା ଆପଣ କହିଛନ୍ତି। ଦେଖନ୍ତୁ ଆଉ ଥରେ ବହି ଯଦି ପ୍ରିଣ୍ଟ ହୁଏ ନିଶ୍ଚିତ ଏକ ସମୟ ସାପେକ୍ଷ ଲାଗିବ ଯୋଉଟା କି ପାଠ୍ୟ ଖସଡାର ଯୋଉ ସମୟ ଅଛି ସେଇ ସମୟରେ ମଧ୍ୟ ପହଞ୍ଚି ପାରିବ ନାହିଁ ଏକରେ। ଦ୍ୱିତୀୟତଃ କଣ ହଉଛି ନା ଯୋଉ ବହି ପାଇଁ 20 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଲା ସେ ମଧ୍ୟ ରାଜ୍ୟ ସରକାରଙ୍କ ରାଜ୍ୟ କୋଷରୁ ଗଲା ଯୋଉଟା କି ଜନସାଧାରଣଙ୍କ ପଇସା। ଏ ସବୁ କ୍ଷେତ୍ରରେ ଅପାରଗ ରାଜ୍ୟ ସରକାରଙ୍କୁ ଯେତେବେଳେ ଆମ ଓଡିଶା ପାଇଛି ତ ସେଥିପାଇଁ ଏ ସବୁ ଚାଲିବ। ଆଉ କିଛି ଗେରୁଆ ଗୁଣ୍ଡା ମାନେ କହୁଛନ୍ତି, ଗେରୁଆ ବାଲା କହୁଛନ୍ତି ଯେ କଅଁଳିଆ ସରକାର, ଛୋଟ ଛୁଆ, 2 ବର୍ଷର ସରକାର, ଏମାନଙ୍କୁ କେବଳ ଆଙ୍କ ଘର ଦ୍ୱାରା ରିକଭରି ବାହାରକୁ ପଠେଇବା ଦରକାର ଆଜ୍ଞା। ଯିଏ ଏଇଭଳି କହିବ ରାଜ୍ୟ ସରକାର ଆମେ କଣ ଚାହିଁଥିଲୁ ସେ 2 ବର୍ଷ କୁନି ଛୁଆ ମା କ୍ଷୀର ଖାଉଛି? ସରକାର ହବ ତୁମର ନୈତିକତା ରହିବନି, ତୁମର ଶିକ୍ଷାଗତ ବ୍ୟବସ୍ଥା ରହିବନି, ତୁମର କମିଟି ଗଠନ କରିବନି, ତୁମର ଶିକ୍ଷାର ପଦ୍ଧତି ବ୍ୟବସ୍ଥା ଜାଣିବନି, ତୁମ ଆଇନଗତ ପଦ୍ଧତି ଜାଣିବନି, ତାହେଲେ ସରକାର ଗଠନ କରିବା କାହିଁ କହୁଥିଲେ ଆଜ୍ଞା? ସାର୍ ଆଇନଗତ ବ୍ୟବସ୍ଥା ସରକାର ପାଇଁ କଣ ହେଇପାରେ? ନିଶ୍ଚିତ ଭାବରେ ଆଇନଗତ ତଥ୍ୟରେ ଖୁବ ଶୀଘ୍ର ଏହାକୁ ନେଇକି ହାଇକୋର୍ଟରେ ପିଆଇଲ ଫାଇଲ ହେବ ଏବଂ ସେମାନଙ୍କୁ କାଠଗୋଡ଼ ଜଣାବ। ତାଙ୍କର ଘର ଦ୍ୱାର ଯୋଉମାନଙ୍କର ଭୁଲ ଅଛନ୍ତି ରିକଭରି କରାଯିବ ଏବଂ ତାଙ୍କୁ ବିଦା କରାଯାଏ ଏବଂ ଜେଲ ଜରିମାନା ବ୍ୟବସ୍ଥା କରାଯିବ। ମାନଙ୍କର ହାଇକୋର୍ଟଙ୍କର ଆମେ ଦ୍ୱାରସ୍ଥ ହେବୁ।